ପୁଣି ପେଣ୍ଡ୍ରାବନ ବାହୁଡ଼ା ହାତୀ ଫଲ ରବି ଧାନ ନଷ୍ଟ ହେବାର ଆଶଙ୍କା ଚାଷୀଙ୍କୁ। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପେଣ୍ଡ୍ରାବନ ଅଞ୍ଚଳକୁ ପୁଣି ଏକ 30 ଘୋରିଆ ହାତୀ ଫଲ ଫେରି ଆସିଛନ୍ତି। ସୂଚନା ମିଳିଛି ଯେ ଏବେ ହାତୀ ଫଲ ବଲାଙ୍ଗୀର ଜିଲ୍ଲା ତୁରିକେଲା ବନ ବିଭାଗ ଅଧୀନ ବାନ୍ଧନପାଲି ଓ କୋମନା ବନ ବିଭାଗ ଅଧୀନ ପେଣ୍ଡ୍ରାବନ ଗାଁ ମଝିରେ ଜଙ୍ଗଲ ରହୁଛନ୍ତି। ପେଣ୍ଡ୍ରାବନ ଡ୍ୟାମ ତଳେ ରବି ଫସଲ କରିଥିବାର ହାତୀ ଆସିଲେ ଫସଲ ନଷ୍ଟ କରିଦେବ ବୋଲି ଚାଷୀ ଆଶଙ୍କାରେ ରହିଛି। ହାତୀ ଫଲଙ୍କୁ ନେଇ ପେଣ୍ଡ୍ରାବନ ଅଞ୍ଚଳବାସୀଙ୍କୁ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ଜାନୁଆରୀ 14 ତାରିଖ ବଲାଙ୍ଗୀର ଜିଲ୍ଲା ତୁରିକେଲା ସଂରକ୍ଷିତ ଜଙ୍ଗଲରୁ ଏକ 30 ଘୋରିଆ ହାତୀ ଫଲ କୋମନା ବ୍ଲକ ସୀମାନ୍ତ ପେଣ୍ଡ୍ରାବନରେ ପ୍ରବେଶ କରିଥିଲେ। 15 ଦିନ ଧରି ବ୍ଲକରେ ପେଣ୍ଡ୍ରାବନ କୋନାବିରା ଭରୁଆମୁଣ୍ଡା ବହଲମୁଣ୍ଡା ଝାଙ୍କ୍ରିପଡ଼ା ବାହାବଲ କୋମନା ମାଝିପଡ଼ା ଅଞ୍ଚଳକୁ ଆତଙ୍କ ଖେଳାଇ ବ୍ୟାପକ ଫସଲ ନଷ୍ଟ କରିଦେଇଥିଲେ। ବହୁ କଷ୍ଟରେ ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ବନ ବିଭାଗ ଅଧିକାରୀ କର୍ମଚାରୀଙ୍କୁ ଜଙ୍ଗଲ ଭିତରକୁ ଘର ବାହାରୁ ଫଳରେ ହୋଇଥିବା ଆଜି ସନ୍ଧ୍ୟା ବଲାଙ୍ଗୀର ଜିଲ୍ଲା ତୁରିକେଲା ବନ ବିଭାଗ 30ଟି ହାତୀ ନୂଆପଡ଼ା ଜିଲ୍ଲାକୁ ପେଣ୍ଡ୍ରାବନ ମୁହଁରେ ରହିଛି। ଏବେ ହାତୀ ଫଲ ତୁରିକେଲା ବ୍ଲକ ବାନ୍ଧନପାଲି ଓ ପେଣ୍ଡ୍ରାବନ ମଝିରେ ଜଙ୍ଗଲ ଭିତରେ ରହିଥିବା ତେବେ ରାତିରେ ହାତୀ ପୁଣି କୋମନା ବ୍ଲକ ଅଞ୍ଚଳକୁ ଆସିବାର ସମ୍ଭାବନା ରହିଛି। ଏବେ ପେଣ୍ଡ୍ରାବନ ଡ୍ୟାମ ପାଣି ମଡ଼ାଣ ଶତାଧିକ ଚାଷୀ ଧାନ ଫସଲ କରିଛନ୍ତି। ତେବେ ଧାନ ଏବଂ ଅମଳ ସମୟ ହୋଇଥିବାରୁ ଧାନ ଖାଇବା ଆଶଙ୍କା ହାତୀ ଆସିପାରନ୍ତି ବୋଲି ଲୋକେ ଆଶଙ୍କା କରିଛନ୍ତି। ଏବେ ହାତୀ ଫଲ ଉପରେ ପେଣ୍ଡ୍ରାବନ ଅଞ୍ଚଳବାସୀଙ୍କ ଆତଙ୍କିତ ହୋଇପଡ଼ିଥିବା ଘଟଣା ସ୍ଥିତିରେ ତୁରିକେଲା ବନ ବିଭାଗ ଓ କୋମନା ବନ ବିଭାଗ ଟିମ୍ ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିବା ସହ ଲୋକଙ୍କୁ ଉଭୟ ନ ହେବାର ଆହ୍ୱାନ କରିଛନ୍ତି। କୋମନା ରେଞ୍ଜର ଜଗଦୀଶ ତୁରିଆଙ୍କ ତତ୍ତ୍ୱାବଧାନ ଫରେଷ୍ଟ ଦୁର୍ଯ୍ୟୋଧନ ଦୀକ୍ଷାଙ୍କ ନେତୃତ୍ୱରେ ଏକ ବନ ବିଭାଗ ଟିମ୍ ହାତୀର ଗତିବିଧି ଉପରେ ନଜର ରଖିବାକୁ ଆଲର୍ଟ ଲାଇଭ୍ ୱାର୍ଣ୍ଣିଂ ମଧାୟ ସରାଫ ସୂଚନା ଦେଇଛନ୍ତି।